ଆପଣଙ୍କ ନାଁଟା? ତପନ କୁମାର ନାୟକ, ଘର? ଟେଣ୍ଟୁଇ। ଦେଖିବାକୁ ମିଳିଛି ଯେ ଆସ୍ ପାଇପ୍ ଲାଇନ୍ରୁ କ'ଣ ଆସ୍ ଫାଟି ଆପଣଙ୍କ ଚାଷ ଜମି ପଡ଼ିଛି, କ'ଣ କହିବେ ଉପରେ? ନାଲକୋର ପାଇପ୍ ଲାଇନ୍ ଆସ୍ ପାଇପ୍ ଲାଇନ୍ ଟେଣ୍ଟୁଇ ଦେଇ ଯାଇଥିବା ଯେଉଁ ଆସ୍ ପାଇପ୍ ଲାଇନ୍ରୁ ଗତ ରାତିରେ ପାଇପ୍ ଲାଇନ୍ ଫାଟି ତା'ର ଆସ୍ ପାଣି ଯେଉଁଟା ଆସ୍ ମିଶିକି ଆସୁଛି ପାଣି ଗୁଡ଼ାକ ସେଗୁଡ଼ାକ ଫାଟିକି ଆମ ଜମି ଗୁଡ଼ାକ ଧାନ ଅମଳ ହୋଇଥିବା ଜମି ଗୁଡ଼ାକୁ ପାଣି ମାଡ଼ି ଯାଇଛି ଏବଂ ପାଣି ଭର୍ତ୍ତି ହେଇକି ଅଛି ଜମି ଗୁଡ଼ାକରେ। ଯେଉଁଥିପାଇଁ କି ଆମେ ଆଜି ଧାନ ବି କାଟି ପାରିଲୁନି ଏବଂ ଧାନ ଗଛ ଗୁଡ଼ାକ ବି ନଷ୍ଟ ହେବା ଉପରେ ନଷ୍ଟ ହେଇଯାଇଛି କହିବାକୁ ଗଲେ। ଆଉ କେତେ ଜାଗାରେ ସବୁ ପାଣି ମାଡ଼ି ଯାଇଛି? ଆମ ଜମିଟା ତ ପାଖାପାଖି 1 ଏକର ଭଳିଆ ଜମିଟା। ଆପଣଙ୍କର ଏକା ହେଇଛି ନା ଆଉ? ନାଇଁ, ଆମ ଗାଁର ଆଉ 2-4 ଜଣଙ୍କ ଜମିକୁ ବି ଆସ୍ ପାଣି ମାଡ଼ି ଯାଇଛି। ମୋ ସାଙ୍ଗରେ ଥିବା ଭାଇ ବି ତାଙ୍କ ଜମି ବି ମାଡ଼ି ଯାଇଛି। ଆଉ ଆମେ ଚାହୁଁଛୁ କ୍ଷତିପୂରଣ ନାଲକୋ ତା ତରଫରୁ କିଛି ମାନେ ଇନଭେଷ୍ଟିଗେସନ୍ କରି କ୍ଷତିପୂରଣ ଦେଉ ଆମକୁ। ଆଗରୁ ବି ମଧ୍ୟ ପାଇପ୍ ଲାଇନ୍ ଫାଟି ବିଭିନ୍ନ ଟାଇମ୍ରେ ଆସ୍ ପାଣି ମାଡ଼ି ଯାଉଛି ଜମି ଗୁଡ଼ାକ। ତ ୟା ପ୍ରତି ନାଲକୋ ପ୍ରଶାସନର ଧ୍ୟାନ ନାହିଁ। ଆମେ ବାରମ୍ବାର ବି ଲିଖିତ ଆକାରରେ ଜଣାଉଛୁ କିନ୍ତୁ କୌଣସି ଆକ୍ସନ୍ ନିଆଯାଉ ନାହିଁ। ନାଲକୋ ଲିଖିତ ଆକାରରେ ଆଉ ଥରେ ଆଗକୁ ଜଣାଯିବ। ଯଦି କୌଣସି ନାଲକୋ ପ୍ରଶାସନ ଯଦି ଧ୍ୟାନ ନ ଦିଅନ୍ତି ତେବେ ଆମେ ଆଗକୁ ଷ୍ଟ୍ରାଇକ୍ କରିବୁ କିମ୍ବା ବିରୋଧ କରିବୁ। ୟାର ରେଲୱେ ଅବରୋଧ କରିବୁ ରେଲୱେ ଲାଇନ୍କୁ। ପ୍ରତିଖାନ ନାୟକ, ଘର? ଟେଣ୍ଟୁଇ। ଏ ଯେଉଁ ଆପଣଙ୍କ ଚାଷ ଜମିରେ ଆସ୍ ପାଇପ୍ ଲାଇନ୍ ଏଇ ଯେଉଁ ପାଣି ମାଡ଼ି ଯାଇଛି ନାଲକୋର, କେତେ ଜାଗାରେ ମାଡ଼ିଛି ଆଉ କ'ଣ କ'ଣ ସବୁ ନଷ୍ଟ ହେଇଛି? 5 ଏକର ଭଳିଆ ଜାଗାରେ ମାଡ଼ି ଯାଇଛି ଚାଷ ଜମିରେ। ଆଉ ଧାନ ସବୁ ନଷ୍ଟ ହେଇଯାଇଛି, ପାଣି ପଶି ଯାଇଛି, କାଟି ହେଉନି। କେତେବେଳେ ଦେଖିଲେ ଏଇସବୁ? ଆଜି ସକାଳେ ଦେଖିଲୁ, କାଲି ଗତ ରାତିରେ ପାଇପ୍ ଫାଟି ଯାଇଛି। କିଏ ଆସିଲେଣି ପାଇପ୍ ଲାଇନ୍ ସଜାଡ଼ିବା ପାଇଁ କିମ୍ବା ଏଇ ଯେଉଁ ଆପଣଙ୍କର କ୍ଷୟକ୍ଷତି ହେଇଛି ସବୁ ଦେଖିବା ପାଇଁ? ଆସିନାହାନ୍ତି। ଆଉ କ'ଣ ଚାହୁଁଛନ୍ତି ବର୍ତ୍ତମାନ? ଆମେ ଚାହୁଁଛୁ ନାଲକୋର କିଛି କ୍ଷତିପୂରଣ ପାଇବୁ। ଆଉ ଯଦି ନାଲକୋ ନ ଶୁଣିଲେ ଆମେ ରେଲୱେଟାକୁ ଅଟକାଇବାକୁ ଚେଷ୍ଟା କରିବୁ। ଆଉ